ଦେଖାଯାଉନି ପିଆଜ ଯାକ, କିନ୍ତୁ ମୁଁ ରାତିରେ ବହୁତ 7ଟା 8ଟା ସମୟ ହେଇଗଲା। ମୁଁ ସେଇ ସମୟରେ ଗଲି, ପୁଣି ଯାଇକି ସେଇଠି ତାକୁ ଫୋନ୍ କରିକି ଗାଁରେ ଜଣେ ପଣସ ଧରିକି ଆଇଲେ। ଭାଇଟା ସମସ୍ତେ ଗ୍ରୁପ୍ ଖାଉଛନ୍ତି, ମୋତେ ଖାଅ ବୋଲି ଖାଇଲି। ଦେଖନ୍ତୁ କେମିତି ଖାଉଛନ୍ତି, ଦେଖିପାରୁଥିବେ। ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ମୁଁ ସଂଯୋଗ ବହୁତ ଭଲରେ ଅଛି। ମୁଁ ଏସ୍କେବି କୋଇ ବ୍ଲଗର ଟୁକା ୟୁଟ୍ୟୁବ୍ ଚ୍ୟାନେଲ୍କୁ ବହୁତ ବହୁତ ସ୍ୱାଗତ କରୁଛି। ଆଉ ଦେଖନ୍ତୁ ସାଙ୍ଗମାନେ, ଆଜି ମୁଁ କୁଆଡ଼େ ବାହାରିଲି, ଗୋଟେ ଅଲଗା ଗାଁ ଆଡ଼େ ମୁଁ ଯାଉଛି। ଆଉ ଦେଖିପାରୁଥିବେ ଏଇଟା କି ବାଡ଼ି ଯାକ ଧରିଛି। ମୁଁ ଏଇଟା ଦେଖିକି ଜାଣିପାରୁଥିବେ ଏଇଟା ମୁଁ ଗଜବାଡ଼ି ଧରିଛି। ସାଙ୍ଗମାନେ ଦେଖୁଛନ୍ତି, ମୁଁ ଗଜବାଡ଼ି ଧରିକି ଯାଉଛି, ଗୋଟେ ଅଲଗା ଗାଁ ଆଡ଼େ ଯାଉଛି। ମୁଁ ତାଜୁଙ୍ଗା ଯାଉଛି ସାଙ୍ଗମାନେ। ଆଉ ଦେଖିପାରିବେ ଆଜି ଯାଉଛି, ମୁଁ କେତେ ଦିନ ପରେ ଆସିବି, ଦେଖିପାରିବେ। ଆସନ୍ତୁ ଭିଡ଼ିଓ ଟିକେ ଷ୍ଟାର୍ଟ କରିବି। ଦେଖନ୍ତୁ ଗାଁର ଚାଲି ଯାଇକି ମୁଁ ଏବେ ବର୍ତ୍ତମାନ ବସ୍ରେ ବସିଛି। ଦେଖୁଛନ୍ତି ବହୁତ ରାତି ହେଇଛି, ରାତି ସମୟରେ ମୁଁ ଯାଉଥିଲି ବସ୍ରେ। ଦେଖନ୍ତୁ ସେ ଜଣେ ଭାଇ ବସିଛି, ମୁଁ ଏଇଠି ବସିଛି। ଆଉ ଦେଖାଯାଉନି ପିଆଜ ଯାକ, କିନ୍ତୁ ମୁଁ ରାତିରେ ବହୁତ 7ଟା 8ଟା ସମୟ ହେଇଗଲା। ମୁଁ ସେଇ ସମୟରେ ଗଲି, ପୁଣି ଯାଇକି ସେଇଠି ତାକୁ ଫୋନ୍ କରିକି ମୁଁ କହିଥିଲି। ତାଙ୍କେ ସେଇଠି ଜଗି ଆସିଲେ, ପୁଣି ସେଇଠି ବାଇକ୍ରେ ମୋତେ ନେଇଗଲେ ତାଙ୍କ ଗାଁକୁ। ଦେଖନ୍ତୁ ମୁଁ ପହଞ୍ଚି ଯାଇଛି, ସନ୍ଧ୍ୟାରେ ପହଞ୍ଚିଗଲି ରାତିରେ। ତାଜୁଙ୍ଗା ପଞ୍ଚାୟତ ଗ୍ରାମ ପଅସି ଗାଁର ସେଇଟା ଜଣଙ୍କର ଘର। ମୁଁ ଗଲା ବର୍ଷ ପାଉଁଶନ ଏବଂ ପିଲର ଯାକ ମୁଁ ଉଠାଇ ଦେଇଥିଲି। ସେଇଟା ମୁଁ ବର୍ତ୍ତମାନ ଇଟା ଯୋଡ଼େଇ କାମ କରିଦେବା ପାଇଁ ଯାଇଛି, ଦେଖିପାରିଥିବ। ଆଉ ସନ୍ଧ୍ୟାରେ ଭଲରେ ଶୋଇଲି। ଆଉ ସକାଳେ 8ଟା ହେଲା ପରେ ମୋ କାମ ଜାଗାକୁ ଗଲୁ। ଦେଖୁଛନ୍ତି ଏଇଟା କେମିତି କରାହେଇଛି। ଏଇଟା ଆଜି ଇଟା ଯୋଡ଼େଇ କରିବି ମୁଁ, ଦେଖିପାରୁଥିବେ ଏଇଟା କେମିତି ଇଟା ଦେଇଛନ୍ତି। ଆଙ୍କେ ସେପଟେ ତାଙ୍କେ ବାଲି ପକାଇକି ଘାଣ୍ଟୁଛନ୍ତି। ଦେଖୁଛନ୍ତି ତାଙ୍କେ ସେପଟେ ପଛପଟେ ଅଛନ୍ତି, ଦେଖିପାରୁଥିବେ। ଏଇଟା ସବୁ କେତେ ଦିନ ଲାଗିବ ଦେଖିବା, ସାଙ୍ଗମାନେ ଦେଖିବେ। ଆଉ ମୁଁ ତ ବର୍ତ୍ତମାନ ଭିଡ଼ିଓ ସୁଟିଂରେ ଲାଗି ପଡ଼ିଛି, ଦେଖିପାରୁଥିବେ। ଏଇଟା ମୁଁ ସୁଟିଂରେ ଅଛି। ଦେଖନ୍ତୁ ସେମାନେ ସେପଟେ ମସଲା ଯାକ ଘାଣ୍ଟୁଛନ୍ତି, ଏପଟେ ଭିଡ଼ିଓ ସୁଟିଂରେ ଚାଲିଛି। ସେମାନେ କୌଣସି ବାରିଆ ବିଷୟରେ କଥାବାର୍ତ୍ତା ହେଉଥିଲେ। ଆଉ ଦେଖନ୍ତୁ ଏପଟେ ଗାଁରେ ଜଣେ ପଣସ ଧରିକି ଆଇଲେ। ଭାଇଟା ସମସ୍ତେ ଗ୍ରୁପ୍ ଖାଉଛନ୍ତି, ମୋତେ ଖାଅ ବୋଲି ଖାଇଲି। ଦେଖନ୍ତୁ କେମିତି ଖାଉଛନ୍ତି, ଦେଖିପାରୁଥିବେ। ମୁଁ ସେଆଡ଼େ ଗ୍ରୁପ୍ରେ, ମୁଁ ସେପଟେ ସେ ଭାଇଙ୍କର ମୁଁ ଘର କରୁଛି, ଆସୁଛି ସେ ସାମାନ ପତ୍ର ବ୍ୟାଗ୍ ଧରିକି ଆସୁଛି। ଆଉ ଦେଖନ୍ତୁ ସେ ଜାଗାକୁ ପହଞ୍ଚି ଯାଇଛି। ଏଇଟା 3 ଦିନ ହେଲା, ଦେଖିପାରୁଥିବେ 3 ଦିନ ହେଲା। ଏତିକି ମୁଁ ଜଣେ ମୁଁ ଇଟା ଯୋଡ଼େଇ କରିଦେଇଛି, ଦେଖିପାରୁଥିବେ ଯେ କେମିତି କେତେ ଦୂର। ସବୁଆଡ଼େ ମୁଁ ଭିଡ଼ିଓ କରି ଦେଖାଉଛି। ଦେଖନ୍ତୁ ଆହୁରି 3ଟା କାନ୍ଥ ଯାକ ରହିଯାଇଛି। ଦେଖନ୍ତୁ ଏତିକି ସରିଯାଇଛି। ଆଉ କିଛି ଦିନ ପରେ ଆଜି କାମ ଛୁଟି ହେଲା। ଛୁଟି ହେବାରୁ ସାଙ୍ଗମାନେ ମୁଁ ଆଜି ଗାଁକୁ ଯିବି। ଏତିକି 3 ଦିନ ମୁଁ କରିଦେଇକି ମୁଁ ଭିଡ଼ିଓ କରୁଛି ଆପଣମାନଙ୍କୁ ଦେଖାଇବା ପାଇଁ। 3 ଦିନରେ ମୁଁ ଏତିକି ସରାଇଛି। ଦେଖୁଛନ୍ତି ଏଇଟା, ଦେଖନ୍ତୁ ଏଇଟା ଆହୁରି ଇଟା ବଳକା ଅଛି। ସେଇଟା ଅଧା ଉଠାଇଛି, ପୁଣି ଆଉ ଅଧା ଉପରକୁ ଉଠାଇବାର ଅଛି। ପୁଣି ଏଇଟା ଛାତ କରାହେବ, ସେଇଟା ସବୁ ଦେଖାଉଛି। ରୋଡ଼ ଯାକ ଅଛି, ରୋଡ଼ କଟା ହେବ, ସବୁ କ'ଣ କରାହେବ ଦେଖିପାରିଲେ। ମୋ ଗାଁକୁ ଯାଉଛି, ଏଇଟା ବଜାରକୁ ପହଞ୍ଚିଗଲି। ସେ ତାଙ୍କ ବସ୍ରେ ଗଲି, ବଜାର ଚାଲି ଯାଉଛି। ଆପଣମାନେ ଦେଖୁଛନ୍ତି, ମୁଁ ବଜାରରେ ଯାଉଛି, ଚାଲି ଯାଉଛି। ଗୋଟେ ଅଟୋରେ କି ଆଉ ଗୋଟେ କାହା ସାଙ୍ଗରେ ବାଇକ୍ ଲିଫ୍ଟ ମାଗିକି ମୁଁ ଯିବି। ଏଇଟା ବଜାର ଗଲା ପରେ ଦେଖିପାରିବେ ବଜାର ଯାଉଛି। ବଜାର ଗହଳି ନାହିଁ, ପୁରା ସକାଳେ ପହଞ୍ଚି ଯାଇଥିଲି। ଦେଖନ୍ତୁ ଦୋକାନ ବଜାର ସବୁ ବନ୍ଦ କରାହେଇଛି, ଦେଖିପାରୁଥିବେ। କିଛି ଲୋକମାନେ କିଛି ଗୋଟେ 2ଟା ଦେଖିପାରୁଥିବେ।
ସକାଳେ ପହଞ୍ଚି ଯାଇଥିଲି ସେଟା 7ଟା ପୂର୍ବରୁ ପହଞ୍ଚି ଯାଇଥିଲି। ବଜାର ଜୀବନ ଡବଲ କରି ଦେଖିପାରିବେ। ଆଉ କ'ଣ ତାପରେ ଯିବି ନା ବାଇକ୍ରେ କାହା ସାଙ୍ଗେ ମିଶିକି ପଳେଇବି ସେଇଟା ଦେଖିବି। ମୁଁ ପରେ ଦେଖେଇବି, ଆପଣମାନେ ଦେଖୁଥାନ୍ତୁ। ବଜାର